ଅନୁଗୁଳ ପୌରପାଳିକା ଇତିହାସରେ ଅନେକ କର୍ମଚାରୀ ଅବସର ନେଇଛନ୍ତି ଯାଇଛନ୍ତି, କିନ୍ତୁ ଆଜି ଜଣେ ସଫେଇ କର୍ମଚାରୀଙ୍କୁ ଯେଭଳି ଢଙ୍ଗରେ ପୌରପାଳିକା ଅବସରକାଳୀନ ସମ୍ବର୍ଦ୍ଧନା ଦେଲା ତାହା ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଆଜି ସଫେଇ କର୍ମଚାରୀ ଲକ୍ଷ୍ମଣ କୋଛାୟତଙ୍କ ଥିଲା ଶେଷ ଦିନ। ଦୀର୍ଘ 31 ବର୍ଷ କାଳ ଚାକିରି ପରେ ସେ ଆଜି ଅବସର ନେଉଥିଲେ। 2-3 ଦିନ ଆଗରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଲକ୍ଷ୍ୟ କଲେ ଲକ୍ଷ୍ମଣ କାହିଁକି ଉଦାସ ଦିଶୁଛି। ଏହାର କାରଣ ପଚାରିବାରୁ ଲକ୍ଷ୍ମଣ କହିଥିଲା, ମୋର ଚାକିରି ବାବୁ ଆଉ 2 ଦିନ। DLR ଚାକିରିରେ ସଞ୍ଚୟ ବୋଲି କିଛି ନାହିଁ, ଚଳିବି କେମିତି? କଥାଟା ନିର୍ବାହୀ ଅଧିକାରୀଙ୍କ ମନକୁ ବିଗଳିତ କରିଥିଲା, କାରଣ ଲକ୍ଷ୍ମଣ ଥିଲା ସମସ୍ତ ସଫେଇ କର୍ମଚାରୀଙ୍କ ମଧ୍ୟରେ ସମୟାନୁବର୍ତ୍ତୀ ପରିଶ୍ରମୀ। ରାତି 3ଟାରୁ ଜିଲ୍ଲା କାର୍ଯ୍ୟାଳୟ, କୋର୍ଟ, କଲେଜ ଛକ ଏରିଆ ଆଦି ସେ ସଫେଇ କରେ। କେବେ ହେଲେ ତା ନାଁରେ ଅଭିଯୋଗ ନଥାଏ। ତେଣୁ ଅଧିକାରୀ ସ୍ଥିର କଲେ ତାର ଅବସର ଦିନଟିକୁ ନିଆରା ଢଙ୍ଗରେ ପାଳିବେ। ତାକୁ ଆବଶ୍ୟକ ହେଲେ ଅବସର ପରେ ଯଦି ସୁବିଧା ହୁଏ ପୁନଃ ନିଯୁକ୍ତିର ମଧ୍ୟ ବ୍ୟବସ୍ଥା କରିବେ। ତେବେ ସେ ଯାହା ହେଉ, ଆଜି ସକାଳେ ଲକ୍ଷ୍ମଣର ଅବସରକାଳୀନ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା। ମାନପତ୍ର, ଟ୍ରଫି, ଉପଢୌକନ ସହ ନଗଦ 5,000 ଟଙ୍କା ବ୍ୟକ୍ତିଗତ ଭାବେ ପ୍ରଦାନ କରିଥିଲେ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ। ସମ୍ବର୍ଦ୍ଧନା ଅବସରରେ ତାର ଆଜି ଇଚ୍ଛା କଣ ବୋଲି ଲକ୍ଷ୍ମଣକୁ ପଚରାଯିବାରୁ ସେ ଦୁର୍ଗା ମହାଷ୍ଟମୀରେ ଷ୍ଟାଫଙ୍କ ସହ ଖାଇବ ବୋଲି କହିଥିଲା। ନିର୍ବାହୀ ଅଧିକାରୀ ସଙ୍ଗେ ସଙ୍ଗେ ଏହି ବ୍ୟବସ୍ଥା କରିଥିଲେ। ନିର୍ବାହୀ ଅଧିକାରୀ ନିଜ ଗାଡ଼ିରେ ବସାଇ ସହରର ଏକ ତାରକା ହୋଟେଲକୁ ନେଇଥିଲେ ଲକ୍ଷ୍ମଣକୁ। ଲକ୍ଷ୍ମଣ ହୋଟେଲ ଭିତରେ ପଶିବା କ୍ଷଣି ପ୍ରଥମେ ଆବାକବା ହୋଇଯାଇଥିଲା। ଖବର ପାଇ ହୋଟେଲ ମାଲିକ ମଧ୍ୟ ଲକ୍ଷ୍ମଣର ପସନ୍ଦର ଖାଇବା କଣ ତାହା ପଚାରି ବୁଝିଥିଲେ। ନିର୍ବାହୀ ଅଧିକାରୀଙ୍କ ସହ ଗୋଟିଏ ଟେବୁଲରେ ବସି ଖାଦ୍ୟ ଖାଇଥିଲା। ଏକ ପ୍ରଶ୍ନର ଉତ୍ତରରେ ଲକ୍ଷ୍ମଣ କହିଥିଲା, ବାବୁ, ଆମ ଭଳି ଦଳିତ ମଳିମୁଣ୍ଡିଆଙ୍କୁ ଯେଭଳି ଆଜି ସମ୍ମାନ ମିଳିଲା ତାହା ଜୀବନ ସାରା ମନେ ରଖିବି। ନିର୍ବାହୀ ଅଧିକାରୀଙ୍କ ମଧ୍ୟ ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ସହରର ସୁଇପର କଲୋନୀରେ ରହୁଥିବା ଲକ୍ଷ୍ମଣ ମୋର ସବୁଠାରୁ ପ୍ରିୟ କର୍ମଚାରୀ। ଅବସର ନେଉଥିବା ଜାଣି ଖୁବ୍ ଉଦାସ ଦିଶୁଥିବା ହେତୁ ତା ମନରେ ଖୁସି ଟିକେ ଭରିଦେବା ପାଇଁ ମୁଁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା ପର୍ବ କରିବାକୁ ଚାହିଁଥିଲି। ଆଜିର ଏହି ସମାରୋହରେ ଅଧିକାଂଶ ପୌର କର୍ମଚାରୀଙ୍କ ସମେତ ଯୁବ ସ୍ୱେଚ୍ଛାସେବୀ ପ୍ରତାପ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଲକ୍ଷ୍ମଣଙ୍କର ଏହି ନିଆରା ସମ୍ବର୍ଦ୍ଧନା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।